ଆଚାର୍ଯ୍ୟ ହରିହୁମତ ଯଜ୍ଞ ସଞ୍ଚାଳନ ହେତୁ ଗାନ୍ଧାର ଯାଉଥିଲେ। ବାଟରେ ଗୋଟେ ଗାଁ ପଡ଼ିଲା। ସେଠାରେ କୌଣସି ବ୍ୟକ୍ତି ନାସ୍ତିକ ନ ଥିବା କଥା ପ୍ରଚଳିତ ଥିଲା। ଆଚାର୍ଯ୍ୟ ସେହି ଗାଁ ଦେଇ ଯାଉଥିଲା ବେଳେ ଜଣେ ଗୃହସ୍ଥ ତାର ସନ୍ତାନକୁ ଜୋରରେ ଗାଳି ଦେଉଥିବାର ଦେଖିଲେ। ଆଚାର୍ଯ୍ୟ ଅଟକି ଯାଇ ପଚାରିବାରୁ ଗୃହସ୍ଥ କହିଲା, ମହାରାଜ, ରାଗିବି ନାହିଁ ତ କ'ଣ କରିବି? ସାରା ଗାଁରେ ଏହି ପିଲାଟି କେବଳ ନାସ୍ତିକ। ଏହାରି ଯୋଗୁଁ ମୋତେ ଭର୍ତ୍ସନାର ଶିକାର ହେବାକୁ ପଡ଼ୁଛି। ତେଣୁ ମୁଁ କ'ଣ କରିବି, ଆପଣ ହିଁ କୁହନ୍ତୁ। ଆଚାର୍ଯ୍ୟ କହିଲେ, ଆପଣ ଏହି ବାଳକକୁ ଆହୁରି ଘନିଷ୍ଠ ଭାବରେ ପ୍ରେମ କରନ୍ତୁ। ଏହିପରି କହି ସେ ଆଗକୁ ବଢ଼ିଗଲେ। ଗୃହସ୍ଥ ଏବଂ ତାଙ୍କ ପରିବାର ସେହି ପିଲାଟି ପ୍ରତି ପ୍ରେମପୂର୍ଣ୍ଣ ବ୍ୟବହାର କରିବା ଆରମ୍ଭ କରିଦେଲେ। ଏହାର ପରିଣାମ ସ୍ୱରୂପ ସେହି ବାଳକ ଆଗକୁ ପ୍ରସିଦ୍ଧ ଧାର୍ମିକ ସନ୍ଥ ଉଦାଳକ ନାମରେ ବିଖ୍ୟାତ ହେଲା। ଅଖଣ୍ଡ ଜ୍ୟୋତି, ଡିସେମ୍ବର 2023, ପୃଷ୍ଠା ସଂଖ୍ୟା 11। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।